ବାଚସ୍ପତି ମହୋଦୟ 2024-25 ଆର୍ଥିକ ବର୍ଷ ପାଇଁ ଏହି ବାର୍ଷିକ ବଜେଟ୍ ଆମ ସରକାରଙ୍କର ପ୍ରଥମ ବଜେଟ୍ ହୋଇଥିବାରୁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 2036ରେ ଓଡ଼ିଶା ରାଜ୍ୟ ଗଠନର 100 ବର୍ଷ ପୂର୍ତ୍ତି ହେବ। ତେଣୁ ଆଗାମୀ ଦଶନ୍ଧି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏହି ଦଶନ୍ଧିରେ ଆମେ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିଛୁ। ଏବେ ମୁଁ ଏହି ଅବସରରେ ଆମ ସରକାରଙ୍କର ପ୍ରଥମ ବଜେଟ୍ରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ 10ଟି ସ୍ତମ୍ଭକୁ ପବିତ୍ର ଗୃହ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି। ପ୍ରଥମ, ଅନ୍ନଦାତା, ଯାହାକୁ କି କୃଷକ କୁହାଯାଉଛି। ଦ୍ୱିତୀୟରେ ନାରୀ ଶକ୍ତି, ତାପରେ ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଯାପନ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶା, ଶିଳ୍ପ, ରୋଜଗାର ଓ କର୍ମ ନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି, ଲୋକଙ୍କ ପାଇଁ ସରକାର। ବାଚସ୍ପତି ମହୋଦୟା, ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଅନ୍ନଦାତାମାନଙ୍କର ସର୍ବାଙ୍ଗୀନ ବିକାଶ। ତେଣୁ ମୋ ବଜେଟ୍ ଭାଷଣର ପ୍ରଥମ ଭାଗରେ ଅନ୍ନଦାତାଙ୍କ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପସ୍ଥାପନା କରୁଛି। ସ୍ଥୂଳ ଅର୍ଥନୈତିକ ଦୃଶ୍ୟପଟ, ମାକ୍ରୋ ଇକୋନୋମିକ୍ ଆଉଟଲୁକ୍। ମାନନୀୟ ପ୍ରଧାନମନ୍ତ୍ରୀ ଭାରତର 75ତମ ଏବଂ 100ତମ ସ୍ୱାଧୀନତା ଦିବସ ମଧ୍ୟରେ ଥିବା 25 ବର୍ଷକୁ ଅମୃତ କାଳ ବୋଲି ନାମିତ କରିଛନ୍ତି। ଏହି ଅମୃତ କାଳ 2047 ସୁଦ୍ଧା ଭାରତକୁ ଏକ ବିକଶିତ ତଥା ସମୃଦ୍ଧ ଦେଶରେ ପରିଣତ କରିବା ନିମନ୍ତେ ପ୍ରସ୍ତୁତ କରିବ। ଆଗାମୀ 25 ବର୍ଷରେ ଦ୍ରୁତ ଅଭିବୃଦ୍ଧି, ନୂତନ ଜୀବନଶୈଳୀ ଏବଂ ସୁଦୃଢ଼ ବୈଷୟିକ ଭିତ୍ତିଭୂମି ଦ୍ୱାରା ଭାରତର ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ନବୀକରଣ ଓ ପୁନର୍ଗଠନ କରାଯାଇପାରିବ।